ପାହି ଆସୁଅଛି ଧୀରେ ସୁପ୍ତା ନିଶିଥିନି ଶୁଭୁଅଛି ଦୂର ଦେଶୁ ବିଷାଦ ରାଗିଣୀ ଦାରୁଣ ବିଷାଦ ଚିତ୍ତ କରେ ମୋର ଆନ୍ଦୋଳିତ କାହିଁକି ବା ହଜିଅଛି ନାହିଁ ପ୍ରାପ୍ତି ଆଶା ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା। କ'ଣ ହଜିଛି କବିଙ୍କର? ପ୍ରଭାତ ଅବକାଶ। ଏହି ଅବସରରେ ଯେଉଁଠି ରାତ୍ରି ନିଶ୍ଚିତ ଭାବରେ ପାହି ପାହି ଆସୁଛି, ସୁପ୍ତା ନିଶିଥିନି ରାତ୍ରି ପାହି ଆସୁଛି, ଦୂର ଦେଶରୁ କେଉଁ ବଂଶୀର ନିସ୍ୱନ ଶୁଭୁଛି ବିଷାଦ ରାଗିଣୀ, ବିଷାଦ ରାଗରେ କେଉଁଠି ନିଶ୍ଚିତ ଭାବରେ ସଙ୍ଗୀତ କବିଙ୍କ କର୍ଣ୍ଣଗହରକୁ ନିଶ୍ଚିତ ଭାବରେ ପ୍ରକମ୍ପିତ କରୁଅଛି ଏବଂ କବି ନିଜେ ମଧ୍ୟ ବିଷାଦରେ ବୁଡ଼ି ରହିଛନ୍ତି। ସତରେ ଯେମିତି କେଉଁଠି ତାଙ୍କର କିଛି ହଜିଗଲା ପରି ବୋଧ ହେଉଛି। ଆଉ ସେ ହଜିଯିବା ଜିନିଷ ଖୋଜିଲେ ସତେ ଯେମିତି କବିଙ୍କ ଆଉ ପ୍ରାପ୍ତି ହେବ ନାହିଁ। ସେଇଥିପାଇଁ ସେ କହିଛନ୍ତି ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା, ଏହା କହୁଛନ୍ତି। ଦ୍ୱିତୀୟରେ ମଧ୍ୟ ଏହି କବିତା ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଏକ ସୁନ୍ଦର ସୃଷ୍ଟି, ଯାହାକୁ ଆମେ କହୁଛେ ନିର୍ଝରିଣୀ କବିତାର ଏକ ସୁନିର୍ବାଚିତ କବିତା ଏହି ପ୍ରଭାତ ଅବକାଶ। ଆହୁରି ମଧ୍ୟ ପଲ୍ଲୀର ରୂପକାରଙ୍କ କଲମରେ ସୁନ୍ଦର ଭାବରେ ରୂପ ପାଇଛି ପ୍ରଭାତର କଥା। ଆସନ୍ତୁ ଶୁଣିବା। ସୁଲୁ ସୁଲୁ ବହୁଅଛି ପ୍ରଭାତି ପବନ ବିଟପି ଶାଖାରେ କରି ପତ୍ର ସଞ୍ଚାଳନ ଫାଟିଛି ନଭେ ସିନ୍ଦୁରା ବୁଡ଼ି ଅଛି କୁଆଁ ତାରା ଅନନ୍ତ ଗଗନ ପଥେ ଦେବ କନ୍ୟା ଉଷା ପିନ୍ଧି ଚାଲି ଯାଉଅଛି ଅପରୂପା ଭୂଷା। ଚମତ୍କାର ପ୍ରଭାତର ସମ୍ମାନ, ପ୍ରଭାତର ରୂପକାର ଏବଂ ଓଡ଼ିଆ ସାହିତ୍ୟରେ ପ୍ରଭାତ ବର୍ଣ୍ଣନାରେ ଏହା ନିଶ୍ଚିତ ଭାବରେ ଏକ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ସୁଲୁ ସୁଲୁ ସତରେ ବହୁଛି ଏହି ପ୍ରଭାତକାଳୀନ ପବନ ଏବଂ ବିଟପି ଶାଖାରେ, ବିଟପି ଅର୍ଥାତ୍ ବୃକ୍ଷ ଶାଖାରେ ଶାଖାରେ କିଭଳି ଭାବରେ ପତ୍ର ସଞ୍ଚାଳନ କରି ଗଛର ପତ୍ରକୁ ଦୋହଲେଇ ଦୋହଲେଇ ସକାଳୁଆ ସକାଳୁଆ ପବନ ବହୁଛି। ସେ କହୁଛନ୍ତି ନଭରେ ସିନ୍ଦୁରା ଫାଟିଛି, ନଭେ ଅର୍ଥାତ୍ ଆକାଶରେ, ପୂର୍ବାଶାରେ ସିନ୍ଦୁରା ଫାଟିଛି, ସୂର୍ଯ୍ୟ ଆସିବେ ଆସିବେ ହେଉଛନ୍ତି ଏବଂ କୁଆଁ ତାରା ମଧ୍ୟ ବୁଡ଼ି ଯାଇଅଛି। ଆଉ ଅନନ୍ତ ଗଗନ ପଥେ, ଅନ୍ତ ନଥିବା ଅସୀମ ଆକାଶ ପଥରେ ସତେ ଯେମିତି ରୂପସୀ ଦେବକନ୍ୟା ଏହି ସକାଳ ସେ ଚାଲି ଯାଉଅଛି। ନିଶ୍ଚିତ ଭାବରେ ଅପରୂପା ବେଶଭୂଷା ପରିଧାନ କରି ସେ ଓହ୍ଲେଇ ଆସୁଛି ତାର କାର୍ଯ୍ୟକୁ। ଏହି ରାତ୍ରି ଯେଉଁ ରଜନୀରାଣୀ ବିଦାୟ ନେବା ପରେ ସକାଳ ଯେ ଦେବକନ୍ୟା ସେ ନିଶ୍ଚିତ ଭାବରେ ଅପରୂପା ବେଶଭୂଷାରେ ସଜ୍ଜିତ ହୋଇ ଆସୁଛନ୍ତି, ଏହା ଦ୍ୱିତୀୟ ପଦରେ କୁହାଯାଇଛି। ଏବଂ ଆସନ୍ତୁ ଏହାର ତୃତୀୟ ପଦ ଆହୁରି ମଧ୍ୟ ମନୋଜ୍ଞ, ଯାହା କବି କଲମରେ ଅତ୍ୟନ୍ତ ମନୋଜ୍ଞ ଏବଂ କୁହାଯାଇଛି ଅତୀତ ସ୍ମୃତିରେ ଚିତ ହୁଏ ବିକ୍ଷୋଭିତ କାହିଁ କିଏ ଗାଏ ବସି ପ୍ରଭାତ ସଙ୍ଗୀତ କିଥିଲା କି ହୋଇଅଛି ଭବିତବ୍ୟ କିବା ଅଛି ଜନ୍ମ ମୃତ୍ୟୁ କରୁଛନ୍ତି ପଥେ ପଥ ମନା ପ୍ରତିପଦେ ହତ ଚେଷ୍ଟା ପଥିକ କଳ୍ପନା। ଅତୀତର ସ୍ମୃତିରେ ଚିତ୍ତ ନିଶ୍ଚିତ ଭାବରେ ବିକ୍ଷୋଭିତ ହୁଏ ଏବଂ ଘାଣ୍ଟି ଚକଟି ହୁଏ। ସତରେ ସ୍ମୃତି ସେତ କେବେ ନୁହେଁ ଫିଙ୍ଗିବାର, ଫିଙ୍ଗି ପାରିଲେ ସେ ପାଆନ୍ତା ନିସ୍ତାର। ଅତୀତର ସ୍ମୃତି କେବେ ଭୁଲିବାର ନୁହେଁ। ସତରେ କିଏ କେଉଁଠି ବସି ପ୍ରଭାତ ସଙ୍ଗୀତ ଗାନ କରୁଛି, ପ୍ରଭାତୀ ସଙ୍ଗୀତ ମଙ୍ଗଳମୟ ଆରାଧନା। ଏବଂ କ'ଣ ଥିଲା ଆଉ କ'ଣ ବା ହେବ, ଭାଗ୍ୟରେ ଯାହା ଥିଲା ଏବଂ ଜନ୍ମ ମୃତ୍ୟୁ, କେବେ ଜନ୍ମ କେବେ ମୃତ୍ୟୁ, ସତେ ଯେମିତି ଏହି ପ୍ରଭାତ ଏବଂ ରାତ୍ରି ସନ୍ଧ୍ୟାକାଳ ସତେ ଯେମିତି ଗୋଟିକ ପରେ ଗୋଟିଏ ଆସୁଛନ୍ତି ଏବଂ ଚାଲି ଯାଉଛନ୍ତି। ମଣିଷ ଜନ୍ମ ଠିକ୍ ତ ସେହିପରି ଜନ୍ମ ମୃତ୍ୟୁ କରୁଛନ୍ତି ପଥେ ପଥ ମନା ପ୍ରତିପଦେ ହତଚେଷ୍ଟା ପଥିକ କଳ୍ପନା। ତେଣୁ ହତଚେଷ୍ଟା ପଥିକର କଳ୍ପନା। ସନ୍ଧ୍ୟା ଆସେ, ସକାଳ ଆସେ, ଋତୁ ପରିବର୍ତ୍ତନ ହୁଏ, ଜନ୍ମ ଆସେ, ମୃତ୍ୟୁ ଆସେ। ସତେ ଏ ଜୀବନରେ ଆସେ କୈଶୋର, ଏ ଜୀବନରେ ଆସେ ବାଲ୍ୟ, କୈଶୋର, ଯୌବନ ଏବଂ ବୃଦ୍ଧାବସ୍ଥା। ସତରେ ଋତୁଚକ୍ରର ଆବର୍ତ୍ତନ ଏବଂ ସକାଳ ସନ୍ଧ୍ୟାକୁ ନେଇ ସେ ଜୀବନବାଦୀ କବି ଜୀବନର କଥା ମଧ୍ୟ ଚିନ୍ତା କରିଛନ୍ତି। ଏବଂ ନିଶ୍ଚିତ ଭାବରେ ଏହାର ଚତୁର୍ଥ ପଦରେ କୁହାଯାଇଛି ଧ୍ୱାନ୍ତ ପ୍ରଭା ସମାବେଶେ ବିଭାତ ସମୟ ଅବିଶ୍ୱାସ ବିଶ୍ୱାସର ମିଳନେ ସଂଶୟ ଭାଙ୍ଗିଛି ସୁଖ ସ୍ୱପନ ଆସେ କଠୋର ଜୀବନ ଆଶ୍ରୟ ତରୁ ଶାଖାରେ ସୁସୁପ୍ତା ପକ୍ଷିଣୀ ଶୁଭୁଅଛି ସୁଦୂରସ୍ଥ ବିଭାସ ରାଗିଣୀ। ଧ୍ୱାନ୍ତ ପ୍ରଭା, ଧ୍ୱାନ୍ତ ଧୂଆଁଳିଆ ଯେଉଁ କୁହାଯାଉଛି, ଅନ୍ଧକାର, ଅନ୍ଧକାର ଏବଂ ଆଲୋକିତ, ଆଲୋକ ଏବଂ ଅନ୍ଧକାର କୁହାଗଲା ନା। ଧ୍ୱାନ୍ତ ପ୍ରଭା, ଆଲୋକିତ ଏବଂ ଅନ୍ଧକାର ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ୍ୟ। ଜୀବନରେ ଏହା ଆସେ ଏବଂ ଆସିବ ମଧ୍ୟ। ସମାବେଶେ ପ୍ରଭାତ, ବିଭାତ ସମୟ, ବିଭାତ ଅର୍ଥ ନିଶ୍ଚିତ ଭାବରେ
ପ୍ରଭାତ ସମୟକୁ କୁହାଯାଇଛି, ସକାଳକୁ କୁହାଯାଇଛି। ଅବିଶ୍ୱାସ ବିଶ୍ୱାସର ମିଳନୀ ସଂଶୟ, କେବେ ବିଶ୍ୱାସ କେବେ ଅବିଶ୍ୱାସ, ଏ ତ ଜୀବନର ନିଶ୍ଚିତ ଭାବରେ ପ୍ରତିଛବି। ଆଉ ଧ୍ୱାନ୍ତ ଏବଂ ପ୍ରଭା, ଅନ୍ଧକାର ଏବଂ ଆଲୋକିତ, ଇଏ ମଧ୍ୟ ଜୀବନର ପ୍ରତିଛବି। ସନ୍ଧ୍ୟା ଆଉ ସକାଳ, ରାତ୍ରି ଏବଂ ସକାଳ, ଏଇଭଳି ଭାବରେ ପରିବର୍ତ୍ତନଶୀଳ ଏ ଜଗତର ନିୟମ, ଏଇ କଥା କୁହାଯାଇଛି। ଭାଙ୍ଗିଛି ସୁଖ ସ୍ୱପନ, ଆସେ କଠୋର ଜୀବନ, ଆଶ୍ରୟ ତରୁ ଶାଖାରେ ସୁସୁପ୍ତ ପକ୍ଷିଣୀ, ଶୁଭୁଅଛି ସୁଦୂରସ୍ଥ ବିଭାସ ରାଗିଣୀ। ଏବଂ ସୁଖ ସ୍ୱପ୍ନ ଭାଙ୍ଗି ଯାଇଛି। ତରୁ ଡାଳରେ ନୀଡ଼ ରଚନା କରି ସୁସୁପ୍ତ ଶୋଇଥିବା ପକ୍ଷୀଟି କର୍ମଚଞ୍ଚଳ ହୋଇ ଉଠିବାକୁ ଚେଷ୍ଟା କରିଛି। ତାକୁ କଠୋର ଜୀବନକୁ ସାମ୍ନା କରିବାକୁ ହେବ, କାରଣ ଦୂରରୁ, ଖୁବ୍ ଦୂରରୁ ବିଭାସ ରାଗିଣୀ, ଏହି ରାଗରେ କେଉଁଠୁ ନା କେଉଁଠୁ ସଙ୍ଗୀତ ଭାସି ଆସୁଛି। କର୍ମମୟ ଜଞ୍ଜାଳ, କର୍ମବ୍ୟସ୍ତ ଜୀବନରେ ଆମକୁ ଆଗୁସାର ହେବାକୁ ପଡ଼ିବ, ଏହା କୁହାଯାଇଛି ପ୍ରଭାତ ଅବକାଶ ଏହି କବିତାରେ। ଏବଂ ପଞ୍ଚମ ପଦରେ ଯଥାକ୍ରମେ କୁହାଗଲା, ଶୁଦ୍ଧ ନୀରା ପୂର୍ଣ୍ଣତୋୟା ବନ ପୁଷ୍କରିଣୀ, ତଟ ବିଟ ପୀରେ କାନ୍ଦେ ଚକୋର ଗୃହିଣୀ, ଆଶୋଇ ନବ ପ୍ରଭାତ ଅସ୍ତମିତ ନିଶାନାଥ, ସମଗମ କାଳ ଅଟେ ସୁଖର ସମୟ, ବିଦାୟ ଲୋତକ ଆହା କି ବିଷାଦମୟ। ଶୁଦ୍ଧ ନୀରା ପୂର୍ଣ୍ଣତୋୟା ଯେଉଁ କୁହାଯାଉଛି, ଶୁଦ୍ଧ ନୀରା ସ୍ୱଚ୍ଛ ସ୍ଫଟିକ ଜଳରାଶି, ବନ ପୁଷ୍କରିଣୀ, ଜଙ୍ଗଲ ଭିତରେ ଥିବା ଏହି ପୋଖରୀ ସମୂହ କଥା କୁହାଯାଇଛି। ଏବଂ ତଟ ବିଟପି ଯେଉଁ କୁହାଯାଉଛି, କୂଳ ଦେଶରେ ଲମ୍ବିଥିବା ଧାଡ଼ି ଧାଡ଼ି ଗଛ, ଯେଉଁଥିରେ ଚକୋର ଲୁହ ଝରାଏ, କାରଣ ଚକୋର ଗୃହିଣୀ, ଚକୋର, ଏଇ ଚକୋରର ବିଚ୍ଛେଦରେ ଚକୋର ଗୃହିଣୀ ଲୁହ ଯେ ଝରାଏ, କାରଣ ସକାଳ ଆସିଯାଉଛି ଏବଂ ନବପ୍ରଭାତ ଆସୁଛି। ଅସ୍ତମିତ ନିଶାନାଥ, ଯାହାକୁ କୁହାଯାଉଛି ଚନ୍ଦ୍ର, ଏଇ ନିଶାନାଥ ଅସ୍ତଗାମୀ, ଅସ୍ତାଚଳରେ ଚନ୍ଦ୍ର ଏବଂ ନବପ୍ରଭାତ ଆସୁଛି। ଆଉ ଏସବୁର ସମାହାରରେ ବିଦାୟ ବେଳର ଲୋତକ ଅତ୍ୟନ୍ତ ବିଷାଦମୟ କବିଙ୍କ ଭାଷାରେ। ଏବଂ ଷଷ୍ଠ ପଦରେ ଯଥାକ୍ରମେ କୁହାଯାଇଛି, ଦୁଃଖ ସୁଖ ମିଶାମିଶି ଏ ବିଶ୍ୱ ସଂସାରେ, କିଏ କେଉଁଠାରେ ବେଶୀ ଭାଗ୍ୟ ଅନୁସାରେ, ଦେଖ ଏ ପ୍ରକୃତି ଚିତ୍ର କି ଉଦାର କି ବିଚିତ୍ର, କେହି ଦେଖେ ଏଥି ଘୋର ବିଷାଦର ରୂପ, କେହି ବା ଦେଖୁଛି ପୁଣି ହର୍ଷ ଅପରୂପ। ସୁଖ ଆଉ ଦୁଃଖ, ଏ ତ ଦୁନିଆର ନିୟତି। ନିଶ୍ଚିତ ଭାବରେ ଏ ବିଶ୍ୱ ସଂସାରରେ ଏମାନେ ଆତଜାତ ହୁଅନ୍ତି। ତେଣୁ ଭାଗ୍ୟ ଅନୁସାରେ ସମସ୍ତଙ୍କୁ ନିଜର କର୍ମଫଳ ହିଁ ଭୋଗ କରିବାକୁ ହୁଏ। ଆଉ ପ୍ରକୃତିର ଯେଉଁ ବିଚିତ୍ର ଉଦାର ଚିତ୍ର, ସତେ ଯେମିତି ମନ୍ତ୍ରମୁଗ୍ଧ କରେ ମଣିଷକୁ। କେବେ ରାତ୍ରି, କେବେ ସକାଳ, କେବେ ନିଶାନାଥ ଚନ୍ଦ୍ରଙ୍କର ରଜତ ରୂପେଲି ଜ୍ୟୋତ୍ସ୍ନା, ଆଉ କେବେ ପୂର୍ବାଶାରେ ସୂର୍ଯ୍ୟଙ୍କର ଲାଲିମା। ସତେ ଯେମିତି ଏ ପ୍ରକୃତି ଅନୁପମ ସୁଖ ରାଶି, ଅନୁପମ ଚିତ୍ର ରାଶିକି ମଣିଷ ପାଇଁ ସତରେ ସାଇତି ରଖିଛି। ଆଉ କେବେ କେବେ ବିଷାଦର ଚିତ୍ର, ଦୁଃଖର ଚିତ୍ର, ଲୁହର ଚିତ୍ର, କୋହର ଚିତ୍ର, ପୁଣି ଆଉ କେବେ କେବେ ହର୍ଷ ଆଉ ଆନନ୍ଦ ଉଲ୍ଲାସ। ସତରେ ସକାଳ ଆଉ ସନ୍ଧ୍ୟା, ରାତ୍ରି ପରି ଏ ଦୁନିଆ ଏଇଭଳି ଭାବରେ। ଆହୁରି ମଧ୍ୟ ଏହାର ସପ୍ତମ ପଦରେ କୁହାଯାଇଛି, ମୁହିଁ ଘୋର କଳଙ୍କିରେ ତେଣୁ ଏ ପ୍ରକୃତି, ଦେଖାଇ ସତତ ମୋତେ ବିଷାଦ ମୂରତି, ବହିଲା ପ୍ରଭାତ ବାୟୁ ତୁଟିଲା ନିଶାର ଆୟୁ, ନବତିଥି ଆଗମେ ଅଛି ଯେବେ ସୁଖ, ଗଲା ପ୍ରିୟ ପୁରାତନ ଏ ବିଷମ ଦୁଃଖ। ମୁଁ ଘର କଳଙ୍କି ବୋଲି କୁହାଯାଇଛି। କଳଙ୍କ ମୋ ଭାଗ୍ୟରେ ଲେଖା, ଏହା କୁହାଯାଇଛି। ତେଣୁ ଏ ପ୍ରକୃତି ମୋତେ ବିଷାଦ ମୂର୍ତ୍ତି ଦେଖାଉଛି। ଏ ପ୍ରକୃତିକୁ ମୁଁ ଯେତେବେଳେ ସନ୍ଦର୍ଶନ କରିଛି, ଦେଖିଛି, ସବୁବେଳେ ପ୍ରକୃତିର ଏହି ବିଷାଦତମ ରୂପକୁ ମୁଁ ଅବଲୋକନ କରିଛି। ଏହା କବିର ଭାଷା। ପୁଣି ପ୍ରଭାତ ବାୟୁ, ସତରେ ସକାଳୁ ସକାଳୁ ସୁଲୁ ସୁଲୁ ପବନ ବହୁଛି। ନିଶାର ଆୟୁ ତୁଟି ଯାଇଛି, ନିଶା ବା ରାତ୍ରି ଅପସରି ଯାଇଛି। ନବ ଅତିଥି ସକାଳ ଆସିଛି ଏବଂ ସୁଖ ବି ଆସିଛି। ଗଲା ପ୍ରିୟ ପୁରାତନ ଦୁଃଖ ଯେଉଁ କୁହାଯାଉଛି, ପ୍ରାଚୀନ ଦୁଃଖ, ପୁରୁଣା ଦୁଃଖ ସତରେ ଅପସରି ଯାଇଛି। ଅଷ୍ଟମ ପଦରେ କୁହାଯାଇଛି, ନାଚଇ ବସନ୍ତ ପୁଣି ହସଇ ଶରତ, ବରଷା ବିଷାଦେ କିନ୍ତୁ ମୋ ହୃଦୟ ରତ, ସୁନ୍ଦରୀ ବାସନ୍ତୀ ଉଷା ଶାରଦ ଯାମିନୀ ଭୂଷା, ବରଷା ନିଶୀଥ କିନ୍ତୁ ମୋ ହୃଦୟ ନିଧି, ହୁଅଇ ଉଦ୍ବେଳ ଯେବେ ବିଷାଦ ବାରିଧି।
नाचई बसंत पुणी हसई शरत ऋतुर आवर्तन ऋतुचक्र केबे केबे बसंत आसे आउ केबे केबे शरत रे काशतंडी फूलमाल शरत भी हसी उठे आउ वर्षा किंतु विषादर कथा कहे। सतरे पल्ली कवि नंदकिशोर तो वर्षार कवि ना प्राबुटर कवि प्राबुटर संभाषण तांकर सुंदर कविता वर्षा को नहीं तांकर गाथा कथा व्यथा आउ कविता से वर्षार कवि होउछंती पल्ली कवि नंदकिशोर बल किंतु तांक हृदय को आंदोलित करिছে एही वर्षा आउ केबे सुंदरी बासंती उषा जो कहा जाउछे बसंतकालीन सकाळ आसे आउ शारद जामिनी शरतकालीन रात्रि संध्या जेतेबेले चंद्र पुनेई चंद्र शरतकालीन यही पृथ्वी को अत्यंत विमोहित करे तार रजत ज्योत्स्नारे रूपेली ज्योत्स्नारे सेतेबेले ए सृष्टि अपरूपा हुए आउ जेतेबेले वर्षा निशिथ अथच कवि को वर्षा काल किंतु विषादित करिछि कारण से वर्षार कवि आउ विषाद बारिधि अवगाहन करी दुनियार समस्त अभिज्ञता को अर्जन करिवार समस्त कला कविता पोषण करिछंती ना। नवम पदरे यथाक्रमे कुहा जाइछि हसई विभात सह सरोजमलय खेलई बासर चिर कोलाहलमय मध्याह्न गगने रवि विस्तारे दारुण छवि मोमन मोहन किंतु प्रदोष समय गांभीर्य विषाद जेबे घोटई हृदय। कवि रचन बारंबार विषाद आउ विषाद आउ विषाद से विषादवादर कवि से दुखवादर कवि से पल्लीर कवि से वर्षा ऋतुर कवि नंदकिशोर बल कह हसई विषाद सह सरोज मलय सरोज जो कह पद्म सरोज अर्थात पद्म एवं मलय अर्थात मंद मंद गंधवह जो कह पवन विभात अर्थात सकाळ सकाळ हसुची एमानक संस्पर्श आउ खेलई बासर चिर कोलाहलमय मध्याह्न गगन रवि विस्तारे दारुण छवि मध्याह्न जो कह मध्याह्न रविंकर प्रखर किरण निश्चित भाव में विषादग्रस्त करदिए जगतर समस्त जनप्राणी को किंतु मो मन मोहन कवि चित्त चक्र को निश्चित भाव में आक्रांत करिछि विमोहित करिछि। प्रदोष समय संध्या समय जेतेबेले कि गोधूली लग्न रे गाईपल माने हंबारड़ी दे घर को बाहुड़ी आसती आउ विषादितर भावनार एक कवि मंत्रमुग्ध होई फर्द पर फर्द कविता लिखि चलती पल्ली कवि नंदकिशोर बल एइथिपाई कुहा जाइछि। दशम पदरे यथाक्रमे कुहा जाइछि हेम गौर तोरा तनु टह टह हसे तरल अपांगे चारु नवीन बयसे चंचल पदक्षेपुणी अलंकार रण झणे विषादर छाया जेउ यौवने फलित से गंभीर मूर्ति किंतु आकर्षे मोचित। हेमगौर अर्थात सोनापरी गोरा रंग तोरा तनु अत्यंत सुंदर चिक्कण तनु अर्थात अंग देह जी कि टह टह हसी कवि को निश्चित भाव में आकर्षित करे आलिंगन मुद्रा रे कवि चित्तवृत्ति को हरण करे तरल अपांगे चारु नवीन बयसे तरल अपांगे कटाक्ष चाहणी अपांग तरल अपांग रे कटाक्ष चाहणी रे चाहे नवीन बयसे जो कह अत्यंत नुआ नहुली बयस रे चंचल पदक्षेपण अलंकार रणझणी विभिन्न प्रकार वेश परिधान वेशभूषा से सज्जित होती एवं विषादर छाया जो यौवने फलित जो यौवन रे किंतु ए हस हस भावना नथिबो तरल अपांगर चाहणी रे चाहू नथिबो गोरा तनु हेई नथिबो किंतु विषादर छाया जोंठी थिबो जो यौवन रे प्रतिफलित होइथिबो से गंभीर मूर्ति किंतु कवि को बारंबार दर्शन दिए कवि आंदोलित हुअन्ते ए विषाद रे कारण से विषादितर कवि पल्ली कवि नंदकिशोर 11 पदरे कुहा जाइछि विषाद हरस नुहे जीवन उद्देश्य ए जगते दुहिंकर शुभ समावेश बुद्धि इच्छा अनुभवे नियोजी पुण्य भवे लभु नर ज्ञान कर्म प्रीतिर पराण विश्व विधातार एहा विचित्र विधान। विषाद आउ हरस सुख आउ दुख ए जीवनर उद्देश्य नुहे जीवनर उद्देश्य आउ किछि ए जगत दुहिंकर शुभ समावेश घटी ए दुनिया रे सुख अच्छी दुख अच्छी हरस अच्छी विषाद भी अच्छी किंतु जीवनर शेषतम उद्देश्य एमाने नुहंती बोली कवि कहउछंती बुद्धि इच्छा अनुभवे नियोजिए पुण्य भवे मनीष बेले बेले बुद्धि को एवं इच्छा को प्रयोग करे
केबे केबे पुण्यर भागीदारी हुए केबे केबे पापर पंकरी बुड़ी बुड़ी जाए। लभु नर ज्ञान कर्म प्रीतिर पराण तेणु प्रेम प्रीति सौहार्द बंधुता या तो जीवन केवल विषाद आउ हरस जीवनर लक्ष्य नुहे जीवनर उद्देश्य नुहे। तेणु सतरे विश्व विधाता ए संसार रे एभली रूपकार साजी से खंदिछंती केबे हस केबे लुह केबे कोह केबे सुख केबे बसंत केबे वर्षा आउ केबे विरहता। निश्चित भाव में कविंकर स्वप्न कविंकर चिंता कविंकर चेतना सते जमिति कविता सहित अंगीकार भाव जड़ी हो रही विषादितर कविता एवं विषादवादर कवि नंदकिशोर रचन एवं यार 12 पदरे कहुई विषाद संगीत किंपा गाओ तेबे कवि शुणाओ आशार गीति चित्र कर्म छवि जाऊ श्रांत पुरातन आसु आशाई नूतन आस हे नवीन कवि गाओ नव गीत आशार संगीत गाई हर मोर चित। विषाद संगीत विषादवादर कविता विषादवादर कवि कहीं विषाद संगीत है कवि तुम्हें गान करुच से प्रश्न पचारि तमें शुणाओ आशार कथा कह आगामी कालीर कथा कह आसंता कालीर कथा कह गत कालीर विषादितर जीवन आग को बंचाक केवे पाथेय हेब ना। ये से कहते शुणाओ आशार गीति चित्र कर्म छवि आसंता कालीर कर्म आसंता कालीर चित्र आसंता कालीर छवि यह आम सामने तोली धर विषादित हो नहीं। जाओ श्रांत पुरातन जहाँ पुरातन कथा व्यथा गाथा से सब अतीतर स्मृतिपटर हजि जाऊ चली जाऊ आशाई नूतन जो कहुच्छी नूतन को स्वागत करवा पुरातन को परित्याग करवा ये तो संसार कर्म जी गत काली ताकू विदाय दबा जी आसंता काली ताकू स्वागत करवा आउ अनुभव करवा आज को आस हे नवीन कवि हे नुआ कवि हे नुआ जुगर कवि तुम्हें आस तुमको स्वागत करुछु तुम्हें नुआ नुआ गीत गाओ आउ नुआ आशार संगीत गाई मो चित्तवृत्ति को हरण कर। एवं शेष कथार कहवाक गले से विषादितर कवि से पल्लीर कवि से वर्षा ऋतुर कवि पल्ली कवि नंदकिशोर बल जहाँ निर्झरणी कवितार एक सुनिर्वाचित अंश यही प्रभात अवकाश जो हस कथा कहुई लोह कथा कहुई विषादवादर कथा कहुई एवं आसंता काली भविष्यतर सुंदर उज्ज्वलमय दिग उद्भासित होती। सतरे विचित्र वर्णना से कवि जहाँ कवितार रूप पाई सकाळ जहाँ कवितार रूप पाई संध्या एवं माधुरीमामय मध्याह्न चमत्कार तंक कविता पल्ली कवि नंदकिशोर बलंकर ए निर्झरिणी कविता वंदे उत्कल जननी।